ବନ୍ଧୁମାନେ, ଶିବ ହେଉଛନ୍ତି ସଚରାଚର ସୃଷ୍ଟିରେ ସକଳ ଶକ୍ତିର ଆଧାର। ସେ ହେଉଛନ୍ତି କାଳର ନିୟନ୍ତ୍ରିତା ମହାକାଳ। ଭଗବାନ ଶିବଶଙ୍କର ବ୍ୟାଘ୍ରର ଚମଡ଼ାକୁ ଧାରଣ କରନ୍ତି ବୋଲି ତାଙ୍କୁ ବ୍ୟାଘ୍ରମ୍ବର ବୋଲି କୁହାଯାଏ। ତ ଆପଣମାନେ ଜାଣିଛନ୍ତି ଶିବ ଖାଲି ବ୍ୟାଘ୍ରର ଚମଡ଼ା ନୁହେଁ, ହସ୍ତିର ଚମଡ଼ା ମଧ୍ୟ ଧାରଣ କରନ୍ତି। ଶିବ ପୁରାଣରେ ଏହି ବିଷୟରେ ଗୋଟିଏ ସୁନ୍ଦର ପ୍ରସଙ୍ଗ ଅଛି। ମହିଷାସୁରର ଗୋଟିଏ ପୁତ୍ର ଥିଲା। ତାର ନାମ ଗଜାସୁର ଥିଲା। ସେ ଭଗବାନ ଶିବଙ୍କର ଉପାସକ ଥିଲା। ସେ ତପସ୍ୟା ଦ୍ୱାରା ଶିବଙ୍କୁ ପ୍ରସନ୍ନ କରି ଅନେକ ଶକ୍ତିର ଅଧିକାରୀ ହୋଇଥିଲା। ପରେ ସେହି ଗଜାସୁର ତାର ଶକ୍ତିର ଦୁରୁପଯୋଗ କରି ଦେବତାମାନଙ୍କୁ ହଇରାଣ କରିବାକୁ ଲାଗିଲା। ତ ଦେବତାମାନେ ଗଜାସୁରକୁ ହରାଇ ନ ପାରି ବିଚଳିତ ହୋଇ ମହାଦେବଙ୍କ ପାଖକୁ ରକ୍ଷା ନିମନ୍ତେ ଯାଇଥିଲେ। ଯେହେତୁ ମହାଦେବଙ୍କ ଦ୍ୱାରା ବରପ୍ରାପ୍ତି ଗଜାସୁର ଥିଲା, ତ ଅପାର ଶକ୍ତିର ଅଧିକାରୀ ହୋଇଥିଲା। ତାକୁ ହରାଇବାର କ୍ଷମତା କୌଣସି ଦେବତାମାନଙ୍କ ପାଖରେ ନଥିଲା। ତ ମହାଦେବ ଯେବେ ଦେଖିଲେ ଗଜାସୁର ଅହଙ୍କାରରେ ତାର ଶକ୍ତିର ଦୁରୁପଯୋଗ କରୁଛି, ସେତେବେଳେ ସେ ସ୍ୱୟଂ ଗଜାସୁର ସହିତ ଯୁଦ୍ଧ କରି ଗଜାସୁରକୁ ପରାସ୍ତ କରି ବଦ୍ଧ କରିବା ନିମନ୍ତେ ଉଦ୍ୟମ କଲେ। ସେତେବେଳେ ଗଜାସୁର ମହାଦେବଙ୍କ ନିକଟରେ ଶରଣ ଯାଇ କହିଲା, ହେ ମହାଦେବ, ଆପଣ ମୋର ଆରାଧ୍ୟ। ମୋର ସୌଭାଗ୍ୟ ଯେ ମୁଁ ଆପଣଙ୍କ ହସ୍ତରେ ମୃତ୍ୟୁବରଣ କରିବି। ହେଲେ ମୋର ଗୋଟିଏ ଅନୁରୋଧ ଆପଣ ରକ୍ଷା କରିବେ। ତ ଗଜାସୁର ତ ଥିଲା ଶିବଙ୍କର ପରମ ଭକ୍ତ, ଆଉ ଭଗବାନ ତାଙ୍କ ଭକ୍ତ ପାଖରେ ସବୁବେଳେ ହାର ମାନନ୍ତି। ତ ମହାଦେବ ଗଜାସୁରର ଅନୁରୋଧ ସ୍ୱୀକାର କରିନେଲେ। ତେବେ ଗଜାସୁର କହିଲା, ହେ ମହାଦେବ, ଆପଣଙ୍କୁ ହିଁ ମୁଁ ମୋ ଆରାଧ୍ୟ ମାନେ ଓ ମୋର ପୂଜା ବ୍ରତ ତପ ସବୁ ଆପଣ। ମୋର ମୃତ୍ୟୁ ପରେ ମୋ ଦେହରେ ଏହି ଯେଉଁ ଚମଡ଼ା ଅଛି ତାହାକୁ ଆପଣ ଧାରଣ କରି ରଖିବେ, ଯାହାଦ୍ୱାରା ମୁଁ ମୃତ୍ୟୁ ପରେ ମଧ୍ୟ ଆପଣଙ୍କର ନିକଟତର ହୋଇ ରହିବି ଓ ଆପଣଙ୍କର ସାନ୍ନିଧ୍ୟ ଲାଭ କରିପାରିବି। ଆଉ ମୋର ଏହି ଚମଡ଼ା ଯେମିତି କେବେ ଅଶୁଦ୍ଧି ନ ହୁଏ କି ଏଥିରୁ ଦୁର୍ଗନ୍ଧ ନ ଆସେ, ଏହି ବରଦାନ ମୋତେ ଦିଅନ୍ତୁ। ତ ଗଜାସୁରର ଆତୁର ନିବେଦନରେ ଓ ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ସେହି ଦିନଠାରୁ ଗଜାସୁରର ମୃତ୍ୟୁ ପରେ ତାହାର ଚମଡ଼ାକୁ ଧାରଣ କରି ରଖିଲେ।